ବିନା ପୋଡ଼ପିଠାରେ ଓଡ଼ିଆରେ କ'ଣ ରଜ ପାଳନ ହୋଇପାରିଲାଣି? ରୋଟି ତରକାରୀ କରିବାକୁ ଯେତିକି ସମୟ, ଆଜି ସେତିକି ସମୟରେ ଡାଇରେକ୍ଟ କଡ଼େଇରେ ହିଁ ପୋଡ଼ିକି ତିଆରି କରିବା ଏ ନରମ ନରମ ତୁଲତୁଲିଆ କ୍ଷୀର ପୋଡ଼ପିଠା, ଯାହା ଖାଇବାକୁ ବହୁତ ସୁଆଦିଆ ଆଉ ବନେଇବା ବହୁତ ସହଜ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ମିଶିକି ବନେଇବା ଏ ମଜାଦାରର ପୋଡ଼ପିଠା ରେସିପି। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ଅରୁଆ ଚାଉଳ, ବାସୁମତୀ ଅରୁଆ ଚାଉଳ। ତାକୁ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ଭଲ ଭାବରେ ଭିଜେଇ ଦେଇଛି। ଚାଉଳ ଯେତିକି ଭିଜିବ ପିଠା ସେତିକି ନରମ ହେବ। ବାସୁମତୀ ଚାଉଳ ବଦଳରେ ଆପଣ ନର୍ମାଲ ଅରୁଆ ଚାଉଳ ମଧ୍ୟ ନେଇପାରିବେ। କେବଳ ତାକୁ ଭଲ ଭାବରେ 2-3 ଘଣ୍ଟା ପର୍ଯ୍ୟନ୍ତ ଭିଜେଇବେ। ଯେମିତି ହାତରେ ଦଳିଦେଲେ ଚାଉଳ ଗୁଣ୍ଡ ହୋଇଯାଉଥିବ ସେମିତି ଦେଖିବେ। ଗୋଟେ ବଡ଼ ନଡ଼ିଆକୁ ଭାଙ୍ଗିକି ଫାଳେ ନଡ଼ିଆ ମୁଁ ନେଇଛି, ତାକୁ ଛୋଟ ଛୋଟ କରି କାଟି ଦେଇଛି। ଏବେ ନଡ଼ିଆ ଆଉ ଚାଉଳକୁ ଏକାଠି ଆମେ ବାଟିବା। ଚାଉଳକୁ ପୁରା ପାଣିରେ ବାହାର କରିଦେଇକି, ପାଣି ନ ଦେଇକି ବିନା ପାଣି ଦେଇକି ଆମେ ତାକୁ ଗ୍ରାଇଣ୍ଡ କରିବା। ଯେତିକି ଚାଉଳରେ ପାଣି ଲାଗିକି ରହୁଛି ସେତିକି, କିନ୍ତୁ ଏକ୍ସଟ୍ରା ପାଣି ଦେବାନି। ଏମିତି ବାଟିକି ଏମିତି ମୋଟା ମୋଟା ଆଣ୍ଟ କରିକି ଆଣ ତିଆରି କରିକି ନେଇ ଆସିବା। ଏମିତି ମୋଟା ମୋଟା ଆଣ୍ଟ ଯେମିତି ରହିବ, ଅଧିକ ପାଣି କରିବାନି। ଏବେ ସେଇ ପିଠଉରେ ହାଫ୍ ଚାମଚ ଲୁଣ ପକେଇକି ଭଲ ଭାବରେ ଗୋଳେଇକି ତାକୁ ଢାଙ୍କିକି ଆମେ 1 ଘଣ୍ଟା କି 2 ଘଣ୍ଟା ଛାଡ଼ିଦେବା, ଯେମିତିକି ଫୁଲିଯିବ। ମୁଁ ଏଠି 30 ମିନିଟ୍ ରଖିଛି। ଆପଣ ଅତି ଯଦି ସମୟ ନାହିଁ ତାହେଲେ 30, ଯେମିତି ହେଲେ ଅଧା ଘଣ୍ଟା ହେଲେ ରଖନ୍ତୁ, ଯେମିତି ଚାଉଳଟା ନଡ଼ିଆଟା ଟିକେ ଭଲ ଭାବରେ ମିଶିକି ଫ୍ଲପି ହେଇଯିବ। ଅଧା ଘଣ୍ଟା ହେଇଗଲାଣି, ଦେଖନ୍ତୁ ଅଧା ଘଣ୍ଟା ଭିତରେ ଚାଉଳ ବହୁତ ବଢ଼ିଆ ସେ ଭଲ ଭାବରେ ଫୁଲି ଯାଇଛି। ଖରାଦିନ ଟିକେ ଗରମ ପଡ଼ୁଛି, ତେଣୁ ଭଲ ଭାବରେ ଚାଉଳ ଫୁଲି ଯାଇଛି। ଯଦି ସମୟ ନାହିଁ ତାହେଲେ ଅଧା ଘଣ୍ଟା ନିଶ୍ଚୟ ରଖିବେ। ଏବେ ଗୋଟେ କଡ଼େଇ ନେବା, କଡ଼େଇରେ ଅଳ୍ପ ଟିକେ ପାଣି ଦେଇଦେବା, ଆଉ ସେଥିରେ କ୍ଷୀର ଦେବା। ଯେଉଁ କପ୍ରେ ମାପିକି ଚାଉଳ ନେଇଥିବେ ସେଇ କପ୍ରେ ମାପିକି କ୍ଷୀର ଦେବେ। 1 କପ୍ ଚାଉଳ ପାଇଁ ଏଠି ମୁଁ ଦେଇଛି 3 କପ୍ କ୍ଷୀର। ଯେଉଁ କପ୍ରେ ଚାଉଳ ମାପିକି ନେଇଥିଲି 1 କପ୍, ସେଇ କପ୍ରେ ହିଁ 3 କପ୍ କ୍ଷୀର ଏଠି ଦେଇଛି। ଅଧା କପ୍ ପାଣି ଆଉ 3 କପ୍ କ୍ଷୀର। 2-3ଟା ତେଜପତ୍ର ସେଥିରେ ଦେଇଦେବା। 2-3ଟା ଗୁଜୁରାତି, 8-10ଟା ଗୋଲମରିଚ ଗୁଣ୍ଡ କରି ରଖିବା। ଯେଉଁ କପ୍ରେ ଚାଉଳ ମାପିଥିଲେ ସେଇ କପ୍ରେ ହିଁ ଚିନି ଦେବା। ମୁଁ ଏଠୁ 1 କପ୍ରୁ ଟିକେ କମ୍ କରିଦେଇଛି ଚିନି, ବ୍ରାଉନ୍ ସୁଗାର ନେଇଛି, ଆପଣ ନର୍ମାଲ ସୁଗାର ମଧ୍ୟ ନେଇପାରିବେ। କ୍ଷୀରରେ ଚିନିକୁ ଦେଇଦେବା ଆଉ ଚଲେଇବା। ଯେତେବେଳେ ଚିନି ଭଲ ଭାବରେ ମେଲ୍ଟ ହେଇଯିବ, ଆମେ ଯେଉଁ ନଡ଼ିଆ ଆଉ ଚାଉଳକୁ ବାଟିକି ରଖିଥିଲେ ତାକୁ ସେଇଥିରେ କ୍ଷୀରରେ ଟିକେ ଭଲ ଭାବରେ ଗୋଳେଇ ଦେଇକି ତାପରେ ସେଥିରେ କ୍ଷୀରରେ ଦେଇଦେବା। ଲଗାତାର ଚଲେଇବା ଅବସ୍ଥାରେ ଆମେ ଚାଉଳକୁ ଦେଇକି ତାକୁ ଜନ୍ତୁଣି କରିବା। ମାତ୍ର 5 ମିନିଟ୍ ଭିତରେ ଚାଉଳ ସାଙ୍ଗେ ସାଙ୍ଗେ କ୍ଷୀର ସାଙ୍ଗରେ ମିଶିକି ସିଝି ଉଠିବ। ଯେତେବେଳେ କଡ଼େଇରୁ ଚାଉଳ ଛାଡ଼ି ଛାଡ଼ି ଯିବ, ଜାଣିବେ ଭଲ ଭାବରେ ଚାଉଳ ସିଝିଗଲାଣି। ଏବେ ଯେଉଁ ଗୁଜୁରାତି ଆଉ ଗୋଲମରିଚ ଗୁଣ୍ଡ କରି ରଖିଥିଲି ତାକୁ ଦେଇଦେବା। 1 ପିଞ୍ଚ୍ ଅଫ୍ ଖାଇବା ସୋଡ଼ା ଏଥିରେ ପକାଇବା। ଯଦି ଆପଣ ଚାଉଳକୁ ଭଲ ଭାବରେ 2-3 ଘଣ୍ଟା ପର୍ଯ୍ୟନ୍ତ ବାଟିକି ରଖିଦେବେ ଫୁଲିବା ପାଇଁ, ତାହେଲେ ସୋଡ଼ା ଦେବା ଦରକାର ନାହିଁ। ଏଠି ମୁଁ ମାତ୍ର ଅଧ ଘଣ୍ଟା ରଖିଛି, ସେଥିପାଇଁ ପିଞ୍ଚ୍ ଅଫ୍ ସୋଡ଼ା ଏଥିରେ ମୁଁ ଖାଇବା ସୋଡ଼ା ପକାଇଛି। ଭଲ ଭାବରେ ତାକୁ ଯେତେବେଳେ ଗୋଳେଇ ଦେବା, ଯେତେବେଳେ ଚାଉଳ ପିଠଉ ଯେତେବେଳେ କଡ଼େଇରୁ ଭଲ ଭାବରେ ଛାଡ଼ିଯିବ, ଜାଣିବେ ସେ ସିଝିଗଲା। ଏବେ ତାକୁ ଓହ୍ଲେଇକି ରଖିଦେବା। ଏବେ ଗୋଟେ କଡ଼େଇରେ ଆମେ ପୋଡ଼ିବା ପାଇଁ ରେଡ଼ି କରିବା। ସେଥିରେ ଛୋଟ ଛୋଟ କଦଳୀପତ୍ର କାଟିକି ଦେଇକି ଘିଅ ଦେଇକି ଭଲ ଭାବରେ ଗ୍ରୀସ୍ କରିଦେବା। ଯେଉଁ ପିଠଉକୁ ଆମେ ବାଟିକିନା ରଖିଲେ ବା ସିଝେଇକିନା ରଖିଲେ, ଏବେ ସେଇ କଦଳୀପତ୍ର ଉପରେ ତାକୁ ଦେଇଦେବା। ଦେଇକି ହାତରେ ଟିକେ ଭଲ ଭାବରେ ସଜେଇଦେବା, କାରଣ ପିଠଉର ଆକାରଟା ବହୁତ ସୁନ୍ଦର ଦେଖାଯିବ, ସେମିତି ଡାଇରେକ୍ଟ ଦେଇଦେବା। କେକ୍ ଟିନ୍ରେ ଦେଇକି ତାକୁ ମଧ୍ୟ ଆପଣ ଅଲଗା ନର୍ମାଲ କଡ଼େଇରେ ଯେମିତି ଲୁଣ ଦେଇକି ବା ଗୋଟେ କଡ଼େଇ ଉପରେ ମଧ୍ୟ ପୋଡ଼ି ପାରିବେ, ନହେଲେ ଡାଇରେକ୍ଟ ଯେମିତି କଡ଼େଇରେ ମୁଁ ଦେଖାଇ ଦେଉଛି, ଯଦି ପ୍ରେସର କୁକରରେ ମଧ୍ୟ ଦେଇକିନା ଭିତରେ ଦେଇକି ପୋଡ଼ି ପାରିବେ। ଏବେ ସବୁତକ ପିଠଉକୁ ଦେଇଦେବା, ହାତରେ ତାକୁ ସଜେଇଦେବା। ସଜେଇ ଦେଇକି ତା ଉପରେ ଆଉ ଟିକେ ନଡ଼ିଆକୁ, ଯେଉଁ ନଡ଼ିଆ ଫାଳେ ଆମେ କାଟିକିନା ଅରୁଆ ଚାଉଳ ସାଙ୍ଗରେ ବାଟି ଦେଇଛି, ଆଉ ଫାଳିଆକୁ ଏମିତି ପାତ ଭଳିଆ ଛୋଟ ଛୋଟ କରି କାଟିକି ରଖିବା, ପାତେ କରିକି। ଆଉ ଏଠି ମୁଁ କିଛି ଚେରି ସଜେଇ ଦେଇଛି ନଡ଼ିଆ ଉପରେ। ଆପଣଙ୍କ ପାଖରେ ଯାହା ବି ଡ୍ରାଏ ଫ୍ରୁଟ୍ସ ଅଛି ତାକୁ ଆପଣ ସଜେଇ ଦେବେ। ଆଲମଣ୍ଡସ୍, କିସମିସ୍, କାଜୁ ଯାହା ବି ହେଉ ଆପଣ ଦେଇପାରିବେ। ସବୁ ଦେଇକି ତାକୁ ଭଲ ଭାବରେ ସଜେଇ ଦେଇକି ତାପରେ ଆଉ ଖଣ୍ଡେ କଦଳୀପତ୍ର ଦେଇକି ଆମେ ପୋଡ଼ିବା। ଯେଉଁ ଡାଇରେକ୍ଟ ଚାଉଳ ପୋଡ଼ପିଠା ଅପେକ୍ଷା ଏଇ ପିଠାଟା ଖୁବ୍ ଶୀଘ୍ର ସିଝିଯିବ ବା ପୋଡ଼ି ହେଇଯିବ, ଆଉ ଖୁବ୍ ସୁନ୍ଦର। ତା ଅପେକ୍ଷା ଆହୁରି ଖାଇବାକୁ ଆହୁରି ଟେଷ୍ଟି ଲାଗିବ। ଏଇଟା
खूब कम समय रेडी हो एमती सब देकी घोड़े प्रथम आग 2-3 मिनिट पर्यंत टिके मीडियम फ्लेम रे रखिबा बसेबा गैस उपरे मीडियम रो पूरा लो फ्लेम करके 30 मिनिट पुणी आम पोड़ा मत 35 मिनिट लग जाइए देखो पूरा बहुत सुंदर भाव में तल भी पोड़ जाइए केते बढ़िया कलर आसी पोड़पिठा रेडी हो जाइए काटिकी देखी दूची खूब सहजरे आते सुंदर भाव से कटुची पूरा नरम भितर पूरा नरम भाव में कटी टिके भी टाण लगनी आ खाइबा को बहुत स्वादिया तो निश्चय बनातु किछि चिंता करंतुनी जे हाँ बहुत समय लगे गैस सरजिब ना खूब कम समय ये पिठा रेडी हो निश्चय बनातु आ रज मनातु खाइकिना जदि वीडियो भल लगला ताले लाइक करेंगे शेयर करेंगे आ जदि फर्स्ट टाइम देखुंत ताले चैनल को सब्सक्राइब करने नेक्स्ट वीडियो देखा।